ଓଡ଼ିଆ ହିରୋଇନ୍ ମାନଙ୍କର ପ୍ରକୃତ ଘର କେଉଁଠି? ସେମାନଙ୍କର ଜନ୍ମ କେଉଁ ଜାଗାରେ? ଆପଣମାନେ ତ ସମସ୍ତେ ଓଡ଼ିଆ ଫିଲ୍ମ ଦେଖୁଥିବେ ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ହିରୋଇନ୍ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ହେଲେ କେବେ ଆପଣମାନେ ତାଙ୍କର ପର୍ସନାଲ ଲାଇଫ୍ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ସେମାନଙ୍କର ଜନ୍ମ କେଉଁଠାରେ? କେଉଁଠାରେ ସେ ବର୍ତ୍ତମାନ ରହୁଛନ୍ତି? ଭୂମିକା, ପୂନମ, ବର୍ଷା, ଶିବାନୀ ଯେତିକି ଅଲିଉଡ ଇଣ୍ଡଷ୍ଟ୍ରିର ସବୁ ହିରୋଇନ୍ ଅଛନ୍ତି ସେମାନଙ୍କର ପ୍ରକୃତ ଘର କେଉଁ ଜାଗାରେ? ଯଦି ଜାଣିନାହାନ୍ତି ନିଶ୍ଚିତ ଭାବରେ ଏହି ଭିଡିଓ ଜାଣିବାକୁ ପାଇଯିବେ। ଭିଡିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଭିଡିଓ ଯଦିଓ ଟିକେ ଲମ୍ବା ହେଇପାରେ କିନ୍ତୁ ଏହି ଭିଡିଓରେ ମୁଁ ଡିଟେଲ୍ସରେ ସବୁ ହିରୋଇନଙ୍କ ସମ୍ପର୍କରେ ଜଣାଇବି। ଆମ ଲିଷ୍ଟରେ ଏକ ନମ୍ବରରେ ଆସୁଛନ୍ତି ଭୂମିକା ଦାସ। ଆପଣମାନେ ତାଙ୍କର ଅଭିନୟକୁ ପିଲାବେଳରୁ ଦେଖି ଆସିଛନ୍ତି ଏବଂ ପିଲାବେଳରୁ ତାଙ୍କର ଅଭିନୟକୁ ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଭୂମିକା ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବା ପରଠାରୁ ସେ ଭୁବନେଶ୍ୱରରେ ରହି ପାଠ ପଢୁଛନ୍ତି। ଆମ ଲିଷ୍ଟରେ 2 ନମ୍ବରରେ ଆସୁଛନ୍ତି ପୂନମ ମିଶ୍ର। ପୂନମଙ୍କର ଅଭିନୟକୁ ମଧ୍ୟ ଆପଣମାନେ ବେଶ ପସନ୍ଦ କରିଥାନ୍ତି। ତେବେ ସେ ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ରହୁଛନ୍ତି। 3 ନମ୍ବରରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଆପଣମାନେ ସମସ୍ତେ ବର୍ଷାଙ୍କୁ ଅଲିଉଡର କୁଇନ୍ ଭାବରେ ମଧ୍ୟ ବେଶ ପସନ୍ଦ କରିଥାନ୍ତି। ତେବେ ବର୍ଷାଙ୍କର ଜନ୍ମ ହେଉଛି ଭୁବନେଶ୍ୱର। ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପରେ ସେ କଟକରେ ରହୁଥିଲେ ଏବଂ ବର୍ତ୍ତମାନ ସମୟରେ ଅନୁଭବଙ୍କଠୁ ଛାଡ଼ପତ୍ର ପରେ ସେ ପୁଣି ଭୁବନେଶ୍ୱରରେ ରହୁଛନ୍ତି ନିଜ ବାପ ଘରେ। 4 ନମ୍ବରରେ ଆସୁଛନ୍ତି ଶିବାନୀ ସଙ୍ଗୀତା। ଆପଣମାନେ ତ ଶିବାନୀଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଛନ୍ତି। ତାଙ୍କୁ ମଧ୍ୟ ଆପଣମାନେ କୁନି କଳାକାର ଭାବରେ ପ୍ରଥମରୁ ଦେଖି ଆସିଛନ୍ତି। ଶିବାନୀଙ୍କର ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା ଏବଂ ସେ ମଧ୍ୟ ଭୁବନେଶ୍ୱରରେ ଅନେକ ସମୟରେ ରହିଥାନ୍ତି ହେଲେ ତାଙ୍କର ଘର ଖୋର୍ଦ୍ଧାରେ ରହିଛି। 4 ନମ୍ବରରେ ଆସୁଛନ୍ତି ଅର୍ଚ୍ଚିତା ସାହୁ। ଅର୍ଚ୍ଚିତାଙ୍କର ଘର ହେଉଛି ଭୁବନେଶ୍ୱର ଏବଂ ସବ୍ୟସାଚୀଙ୍କ ହାତ ଧରିବା ପରେ ସେ ମଧ୍ୟ ସେଇ ଭୁବନେଶ୍ୱର ରହୁଛନ୍ତି। ଆମ ଲିଷ୍ଟରେ 6 ନମ୍ବର ଆସୁଛନ୍ତି ଶୀତଲ ପାତ୍ର। ଶୀତଲକୁ ମଧ୍ୟ ଆପଣମାନେ ବେଶ ଭଲ ଭାବରେ ଜାଣିଛନ୍ତି। ବାବୁସାନ ଏବଂ ଶୀତଲଙ୍କର ଯୋଡ଼ିକୁ ମଧ୍ୟ ଆପଣମାନେ ବେଶ ପସନ୍ଦ କରିଥାନ୍ତି। ଶୀତଲଙ୍କର ଜନ୍ମ ହେଉଛି କଟକ। ଏହାପରେ ଭିଡ଼ିଓରେ 7 ନମ୍ବର ଆସୁଛନ୍ତି ରିୟା ଦେ। ଆପଣମାନେ ତ ଅଭିନେତ୍ରୀ ରିୟାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। ସେ ହେଉଛନ୍ତି ବାଲେଶ୍ୱରର ଝିଅ ଏବଂ ବାଲେଶ୍ୱରରେ ତାଙ୍କର ଜନ୍ମ। ସେ ମଧ୍ୟ ନିଜର ନାଚ ପାଇଁ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ବର୍ତ୍ତମାନ ସମୟରେ ସୁନୀଲଙ୍କ ହାତ ଧରିଛନ୍ତି ଏବଂ ଭୁବନେଶ୍ୱର ରହୁଛନ୍ତି। ଏହାପରେ ଆମ ଲିଷ୍ଟରେ 8 ନମ୍ବର ଆସୁଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ। ଝିଲିକ ହେଉଛନ୍ତି କଲିକତାର ଝିଅ। କଲିକତାରେ ତାଙ୍କର ଜନ୍ମ। ଟାର୍ଗେଟ ଫିଲ୍ମ ଜରିଆରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ। ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ହାତ ଧରିଛନ୍ତି ଝିଲିକ ଏବଂ ଓଡ଼ିଆ ଘରର ବୋହୂ ବନିଛନ୍ତି। ବର୍ତ୍ତମାନ ସମୟରେ ସେ ଓଡ଼ିଶାରେ ରହୁଛନ୍ତି। ଏହାପରେ 9 ନମ୍ବର ଆସୁଛନ୍ତି ଏଲିନା ସାମନ୍ତରାୟ। ଏଲିନାଙ୍କୁ ତ ଆପଣମାନେ ପ୍ରଥମ କରି ଇସ୍କ ତୁ ହି ତୁ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିଲେ ଏବଂ ଆଜିର ଦିନରେ ସେ ହେଉଛନ୍ତି ଅଲିଉଡ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ତାଙ୍କର ଜନ୍ମସ୍ଥାନ ହେଉଛି ଭଦ୍ରକ। ତାଙ୍କର ଭଦ୍ରକର ଗାଁରେ ମଧ୍ୟ ଗୋଟିଏ ଘର ରହିଛି। 10 ନମ୍ବରରେ ଆସୁଛନ୍ତି ତମନ୍ନା ବାସ। ତମନ୍ନାଙ୍କର ଜନ୍ମ ହେଉଛି ବ୍ରହ୍ମପୁର। ନିକଟରେ ତମନ୍ନା ନମିତା ଅଗ୍ରୱାଲ ଘରର ବୋହୂ ବନିଛନ୍ତି। ନମିତା ଅଗ୍ରୱାଲଙ୍କ ବଡ଼ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ହାତ ଧରିଛନ୍ତି। ଆଉ ବର୍ତ୍ତମାନ ସମୟରେ ସେ ମଧ୍ୟ ଭୁବନେଶ୍ୱର ରହୁଛନ୍ତି। ଏହାପରେ ଆମ ଲିଷ୍ଟରେ 11 ନମ୍ବର ଆସୁଛନ୍ତି ପ୍ରକୃତି ମିଶ୍ର। ପ୍ରକୃତି ମିଶ୍ରଙ୍କର ଜନ୍ମ ହେଉଛି ଖୋର୍ଦ୍ଧା ହେଲେ ସେ ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମଧ୍ୟ ହେଲେ ବର୍ତ୍ତମାନ ସମୟରେ ସେ ମୁମ୍ବାଇରେ ରହି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ଅନେକ ଗୁଡ଼ିଏ ହିନ୍ଦୀ ସିରିଏଲରେ ମଧ୍ୟ କାମ କରିସାରିଛନ୍ତି। ଏହାପରେ 12 ନମ୍ବର ଆସୁଛନ୍ତି ଦିବ୍ୟା ଦିଶା। ଆପଣମାନେ ମଧ୍ୟ ଦିବ୍ୟାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଅଭିନୟକୁ ଆପଣମାନେ ମଧ୍ୟ ବାବୁସାନ ମହାନ୍ତିଙ୍କ ସହିତ ଏକାଠି ବେଶ ପସନ୍ଦ କରିଥାନ୍ତି। ଏହି ଯୋଡ଼ିକୁ ଓଡ଼ିଆବାସୀ ଭଲ ପାଇବା ଦେଇଛନ୍ତି। ତେବେ ସେ ମଧ୍ୟ ବର୍ତ୍ତମାନ ସମୟରେ ଭୁବନେଶ୍ୱର ରହୁଛନ୍ତି। 13 ନମ୍ବର ଆସୁଛନ୍ତି ସୁପ୍ରିୟା। ସୁପ୍ରିୟାଙ୍କୁ ମଧ୍ୟ ଆପଣମାନେ ବିଜୁ ବାବୁ ଚଳଚ୍ଚିତ୍ରରେ ଅନୁଭବଙ୍କ ସହିତ ଏକାଠି ଦେଖିବାକୁ ପାଇଥିଲେ। ତେବେ ସୁପ୍ରିୟାଙ୍କର ଜନ୍ମ ହେଉଛି ଗୁଜୁରାଟ ଏବଂ ସେ ଅଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ବର୍ତ୍ତମାନ ସମୟରେ ଭୁବନେଶ୍ୱର ରହୁଛନ୍ତି। ଏହାପରେ ଆମ ଲିଷ୍ଟରେ 14 ନମ୍ବର ଆସୁଛନ୍ତି ସନ୍ମିରା। ସନ୍ମିରାକୁ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଜାଣିଛନ୍ତି। ତେବେ ତାଙ୍କର ଜନ୍ମ ହେଉଛି ମୟୂରଭଞ୍ଜ। ମୟୂରଭଞ୍ଜରେ ସନ୍ମିରାଙ୍କର ଜନ୍ମ ଏବଂ ସେ ମଧ୍ୟ ଅନେକ ଗୁଡ଼ିଏ ଫିଲ୍ମରେ ମଧ୍ୟ ଅଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ତେବେ ଆମ ଲିଷ୍ଟରେ ଭିଡ଼ିଓର ଶେଷରେ 15 ନମ୍ବର ଆସୁଛନ୍ତି ପ୍ରିୟା। ପ୍ରିୟା ଚୌଧୁରୀ ଯାହାଙ୍କର ଅଭିନୟକୁ ଆପଣମାନେ ହୁଏତ ଆଜିର ଦିନରେ ଏତେଟା ଦେଖିବାକୁ ପାଉନାହାନ୍ତି ହେଲେ ସେ ମଧ୍ୟ ନିଜ କ୍ୟାରିୟରରେ ଅନେକ ସଫଳ ହିରୋଇନ୍ ହୋଇପାରିଛନ୍ତି। ଅନୁଭବଙ୍କ ସହିତ ଅଭିମନ୍ୟୁ ଚଳଚ୍ଚିତ୍ରରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ପ୍ରିୟା ଏବଂ ଅନୁଭବ ପ୍ରିୟାଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକମାନେ ବେଶ ପସନ୍ଦ କରିଥିଲେ। ପ୍ରିୟାଙ୍କର ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା। ବର୍ତ୍ତମାନ ସମୟରେ ଯେହେତୁ ବିବାହ କରିସାରିଛନ୍ତି ଏବଂ ବିବାହ ପରଠୁ ସେ ଏତେଟା ଫିଲ୍ମ ଇଣ୍ଡଷ୍ଟ୍ରିରେ ନଜର ଆସୁନାହାନ୍ତି। ଏହି 15 ଜଣ ହିରୋଇନଙ୍କ ମଧ୍ୟରୁ ଆପଣମାନଙ୍କର ଫେଭରେଟ୍ ହିରୋଇନ୍ କିଏ ଅଟନ୍ତି ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖନ୍ତୁ।